ଦାଦାଙ୍କର କର କମଳରେ ଉନ୍ମୋଚିତ ହୋଇଥିଲା। ସେହି ଦିନଠାରୁ ଆଜିକି 24ତମ ବାର୍ଷିକ ଉତ୍ସବ ସେହି ଦିନଠାରୁ ଆରମ୍ଭ କରି ଯେତେବେଳେ ସେହି ଅନୁଷ୍ଠାନ ଗୋଟିଏ ଛୋଟିଆ ପିଲାଟା ଥିଲା, ସେତେବେଳେ ନୂଆ ନୂଆ କରି ଗଢ଼ି ଉଠୁଥିଲା। ଗୋଟିଏ ମହଲା, 2 ମହଲା, 3 ମହଲା ସବୁ କମ୍ପ୍ଲିଟ୍ ହୋଇନଥିଲା। ସେହି ଜାଗାରେ ପ୍ରଥମ କରି ସେ ବାର୍ଷିକ ସତ୍ସଙ୍ଗ ଅନୁଷ୍ଠିତ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଆଚାର୍ଯ୍ୟ ଦେବଙ୍କର ଅନୁମୋଦନ କ୍ରମେ ଯେତେବେଳେ ସେ ଜାଗା ଲୋକମାନଙ୍କୁ ଧରିବା, ସମାଗମକୁ ଧରିବାର ଗୋଟିଏ ଜାଗାର ସଫିସିଏଣ୍ଟ ହେଲାନି, ତା ପରବର୍ତ୍ତୀ ପର୍ଯ୍ୟାୟରେ ଏ ଦୀର୍ଘ ବର୍ଷ ଧରି ଏ କଟକ ସତ୍ସଙ୍ଗ ବେଳର ମନୋଜ୍ଞ ପରିବେଶ ଭିତରେ ଏହି ବାର୍ଷିକ ସତ୍ସଙ୍ଗ ଅନୁଷ୍ଠିତ ହେଉଛି। ଆଜି ବହୁ ଭାବରେ ଯେ କହିବାର କଥା ହେଉଛି, ସେ ଡକ୍ଟର ପିସି ସୁବୁଦ୍ଧି ଯେଉଁ ଛୋଟିଆ ଅନୁଷ୍ଠାନକୁ ସେଦିନ ଆରମ୍ଭ କରିଥିଲେ, କାଠ ଯୋଡ଼ି ନଦୀ କୂଳରେ ଗୋଟେ ସୁନ୍ଦର ସେଇ 3 ମହଲା ଏକ ସୁନ୍ଦର ମନୋଜ୍ଞ ପ୍ରାସାଦ, ତା ଉପରେ ଗୋଟେ ଠାକୁରଙ୍କର ମନ୍ଦିର ହେଇଛି। ଆଉ ଯେତେବେଳେ ଶ୍ରୀ ଶ୍ରୀ ଦାଦା ପ୍ରଥମେ ଆସିକିରି ସେଇ ଚୌକିରେ ବସିକିରି ପ୍ରଥମ ପେସେଣ୍ଟ ହିସାବରେ ସୁବୁଦ୍ଧି ସାର୍ ତାକୁ ଦେଖିଥିଲେ, ପ୍ରେସକ୍ରିପସନ୍ ଲେଖିଥିଲେ, ଏବେ ମଧ୍ୟ ସେଠି ଟଙ୍କା ଅଛି। ଆଉ ସେ ଦେଖିଥିଲେ ଗୋଟେ ବାଣୀ, ମେ ଚାଇଲ୍ଡ ହେଲ୍ଦି ବି ହାପି। সেই ସ୍ୱାସ୍ଥ୍ୟ ସେଇ ତାଙ୍କର ଆଦେଶ ନିର୍ଦ୍ଦେଶକୁ ବହନ କରି ସେଦିନ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦାଦା ଆସିନଥିଲେ, ତାଙ୍କର ପରିବାର ସପରିବାର ଆସିଥିଲେ। ତାଙ୍କର କରୋନା ସ୍ପର୍ଶରେ ଏକ ମନୋଜ୍ଞ ମଞ୍ଜୁଳ ପରିବେଶ ସୃଷ୍ଟି ହୋଇଥିଲା এই କଟକ ସହର ଭିତରେ। ଏ କଟକ ସହରର ସେଇ ଏକ ଜାଗା ଯେଉଁ ପରବର୍ତ୍ତୀ ପର୍ଯ୍ୟାୟରେ କେତେକ ବଡ଼ ବଡ଼ ପ୍ରତିଷ୍ଠିତ ଡାକ୍ତର ଯେଉଁମାନେ କହିଲେ ଆମ ଏଇ ନର୍ସିଂହୋମକୁ ଟିକେ ତାଙ୍କର ପାଦ ପଡ଼େନ୍ତନି। କିନ୍ତୁ ଏହାର କଥା ହେଉଛି ଏଇଆ, ଯେତେବେଳେ ଯୁଗାଚାର୍ଯ୍ୟ ଶ୍ରୀ ଶ୍ରୀ ବଡ଼ଟା ପୁରୀକି ଆସିଥିଲେ, ସେତେବେଳେ ସତ୍ସଙ୍ଗ ଜଗତରେ ଡାକ୍ତରମାନଙ୍କ ସଂଖ୍ୟା ସୀମିତ। ଆଉ ସୁବୁଦ୍ଧିରା ଯାଇଥିଲେ ସେଇ ବିଶେଷ କରି ଗୋଟିଏ ତାଙ୍କର ସୁଯୋଗ ଜୁଟିଥିଲା ଶ୍ରୀ ଶ୍ରୀ ବଡ଼ଙ୍କର ସେବା କରିବା ପାଇଁ। ଆଉ ସେଇ ଦିନ ଠାରୁ ଶ୍ରୀ ଶ୍ରୀ ଦାଦାଙ୍କର ମନ ଭିତରେ ଏମିତି ସ୍ଥାନ ପାଇଲେ। ଆଜିର ଆଚାର୍ଯ୍ୟ ଦେବଙ୍କ ଭିତରେ, ଠାକୁର ପରିବାରଙ୍କ ଭିତରେ, ପୂଜନୀୟ ବଡ଼ ପୌରାଣିକ ଭିତରେ ଏମିତି ସ୍ଥାନ ପାଇଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ତାଙ୍କର ଫ୍ୟାମିଲିର କିଛି ପ୍ରୋବ୍ଲେମ୍ ହୁଏ, ତାଙ୍କର ପରାମର୍ଶ କରନ୍ତି। ଖାଲି ସେତିକି ନୁହେଁ, ସାରା ଭାରତବର୍ଷର ବିଭିନ୍ନ ପ୍ରାନ୍ତରୁ ବହୁ ଅତ୍ୟନ୍ତ ଇମ୍ପସିବୁଲ ପେସେଣ୍ଟ, ଅତ୍ୟନ୍ତ ଭୟଙ୍କର ରୋଗୀ, ଯାହାକୁ ରୋଗ ତାକୁ ରୋଗ ନିରାଶନ କରିବାର ସାମର୍ଥ୍ୟ ହୁଏତ କୋଉଠି ନଥାଇପାରେ, ତାଙ୍କର ଆଶୀର୍ବାଦରୁ କିନ୍ତୁ ସୁବୁଦ୍ଧି ସାର୍ ତାକୁ ସବୁ ଭଲ କରିଥିଲେ। ଠାକୁର ପରିବାରଙ୍କ ଭିତରେ ଗୋଟେ ସ୍ୱତନ୍ତ୍ର ସ୍ଥାନ ତାଙ୍କର ଅଛି। ଜଣେ ଏତେ ବଡ଼ ପ୍ରତିଷ୍ଠିତ ଡାକ୍ତର ହେଇ ତାଙ୍କର କିନ୍ତୁ ପ୍ରତି ସପ୍ତାହରେ ତାଙ୍କର ସମସ୍ତ এই ଅପରେସନ ଇତ୍ୟାଦି କାମକୁ ପଛରେ ପକାଇ ଖରା ବର୍ଷା ଶୀତ କାକରୁ ଭୃକ୍ଷେପ କରି ସତ୍ସଙ୍ଗ ବିହାର ଯେଉଁ ସାପ୍ତାହିକ ରବିବାର ସତ୍ସଙ୍ଗରେ ଯୋଗଦାନ କରନ୍ତି। ସେ ଜଣେ ଅତ୍ୟନ୍ତ ତପସ୍ୱୀ ବ୍ୟକ୍ତି। ତାଙ୍କ ଜୀବନର ଇଷ୍ଟ ପରିବାରକୁ ନେଇ, ଆଚାର୍ଯ୍ୟ ପରିବାରକୁ ନେଇ ଏତେ ସ୍ମୃତି, ସେ ଯଦି ନିଜେ ଗୋଟେ ବହି ଲେଖନ୍ତି, ସେ ବହି ଗୋଟେ ବିରାଟ ଆକାର ଧାରଣ କରିବ। ଅନେକ ସ୍ମୃତି, ଅନେକ ନିଷ୍ଠା, ଅନେକ ଭକ୍ତି, ଅନେକ ସମର୍ପଣକୁ ନେଇ ଦୀର୍ଘ 24 ବର୍ଷ ଧରି ଅତିକ୍ରାନ୍ତ କରିଛି ଏହି ମଧୁମୟ ସ୍ମୃତି ବିଜଡ଼ିତ ସତ୍ସଙ୍ଗ। ସେଦିନ ଛୋଟ ପିଲାଟି ଥିଲା, ସେହି ଅନୁଷ୍ଠାନ ଆଜି ତାର ବାଲ୍ୟ କୌଶଳ ଅତିକ୍ରାନ୍ତ କରି ଯୌବନରେ ପଦାର୍ପଣ କରିଛି। ଆଉ ତାରି ଭିତରେ ତାଙ୍କର ଛୋଟିଆ ପୁଅଟି ଥିଲା, ଝିଅଟି ଥିଲା। ସେ ପୁଆରୀ ଡକ୍ଟର ସୁଭାଷ ଚନ୍ଦ୍ର ଯେ ହେଉଛନ୍ତି ସୁବୁଦ୍ଧି, ସେ ମଧ୍ୟ ପେଡ଼ିଆଟ୍ରିକ୍ ସର୍ଜରୀରେ ଆସିଷ୍ଟାଣ୍ଟ ପ୍ରଫେସର। ଆଚାର୍ଯ୍ୟ ଦେବଙ୍କ ନିର୍ଦ୍ଦେଶରେ କହିବାର କଥା ହେଉଛି, ସେଇଭଳି ଗୋଟେ ସୁନ୍ଦର ମନୋଜ୍ଞ ବାତାବରଣକୁ ନେଇ ଇଷ୍ଟଙ୍କର ବିଶେଷ ଇଚ୍ଛାକୁ ପରିପୂର୍ଣ୍ଣ କରି ଆଜି ଏହି ସତ୍ସଙ୍ଗ ସାରା ଓଡ଼ିଶା କାହିଁ ଭାରତବର୍ଷର ବହୁ ଲୋକଙ୍କର ନମ୍ବର ସବୁ ଯୋଗାଡ଼ କରି ମାସାଧିକ କଳା ଆୟୋଜନ ଲାଗିଛନ୍ତି। ସର୍ବପ୍ରଥମେ ଯାଇଥିଲେ ଆଶ୍ରମକୁ, ଆଚାର୍ଯ୍ୟ ଦେବଙ୍କୁ ନିବେଦନ କରିଥିଲେ, ପୂଜ୍ୟପାଦ ଅଭିନ୍ନାଙ୍କୁ ନିବେଦନ କରିଥିଲେ। ଠାକୁର ପରିବାର ଯେତେବେଳେ ବଡ଼ ବହୁରାଣୀଙ୍କ ପାଖରେ କହିଲେ, ବୋଲେ କ'ଣ ସବୁ ପ୍ରସାଦ ହେଉଛି ନା, ଏଇଆ ପ୍ରସାଦ ହେଉଛି ନା, ଆପଣ ଅଭିନ୍ନକୁ ଦେଇ ଯାଆନ୍ତୁ, ସେ ପ୍ରସାଦ ପାଇବ। ଇଏ ଭୟରେ ବସିକି କହିଥିଲେ, ଆସନ୍ତା ବର୍ଷ ତାର ଶ୍ରୀଘୋଷ ଜୁବୁଲି ହେବ, 25 ବର୍ଷ ପୂର୍ତ୍ତି ହେବ। ଆଉ ସେଇଦିନ ମୁଁ ତାଙ୍କୁ ଦେବି। ମୋର କହିବାର କଥା ହେଉଛି, ଏହିଭଳି ଗୋଟେ ବିଦଗ୍ଧ ବ୍ୟକ୍ତି, ଯାହା ଅନ୍ତରରେ ଭକ୍ତି, ହାତରେ ଚିକିତ୍ସାରେ ଚାତୁର୍ଯ୍ୟ, ଯାହାଙ୍କ ମନର ରାଜ୍ୟରେ ସାହିତ୍ୟ ହେଉଛି ଅପୁରନ୍ତ ପ୍ରେମ ପ୍ରତି ଭଲ ପାଇବା ଇଷ୍ଟକୁ ନେଇ, ସେଇଭଳି ଯଦି ବିଦଗ୍ଧ ବ୍ୟକ୍ତି ପ୍ରଫେସର ଡକ୍ଟର ପିସି ସୁବୁଦ୍ଧି, ଆଉ ତାଙ୍କର ହାତଗଢ଼ା ପ୍ରତିଷ୍ଠା ହେଉଛି ଚାଇଲ୍ଡ କେୟାର। ତାରି ଆଜି ସେଇ ବାର୍ଷିକ ସତ୍ସଙ୍ଗ ଅବସରରେ ଆଜି ସାରା ଭୁବନେଶ୍ୱର, ସମ୍ବଲପୁର, କଟକ, ବିଭିନ୍ନ ନେମାଳ, ସାରା ଓଡ଼ିଶା କାହିଁକି ବିଭିନ୍ନ ସ୍ଥାନରୁ ମଧ୍ୟ ବହୁ ବିଦଗ୍ଧ ରୀତିମାନେ, ସାଧକମାନେ, ପଣ୍ଡିତମାନେ ଆଜି ସମବେତ ହେଉଛନ୍ତି ଭକ୍ତମାନଙ୍କର ଏହି ସମାବେଶ। ମୁଁ ଏତିକି ପ୍ରାର୍ଥନା କରି ପ୍ରଭୁଙ୍କର ପଦାରବିନ୍ଦରେ ଯେଉଁ ଭକ୍ତ, ଯେଉଁ ନିଷ୍ଠା ତାଙ୍କୁ ତାଙ୍କ ସହଧର୍ମୀକୁ ନେଇ, ପରିବାରକୁ ନେଇ ଇଷ୍ଟ ପଥରେ ଯାଇଛନ୍ତି, ତାଙ୍କର ବ୍ୟବସାୟ ଏଇ ତାଙ୍କର ଏହି କର୍ମ ପ୍ରତିଷ୍ଠାନ ଚିକିତ୍ସାର ହାତର ଚାତୁର୍ଯ୍ୟ ଭିତରେ ଦେଇ ସେ ସଦାଇ ହୁଅନ୍ତୁ, ସୁଦୀର୍ଘଜୀବୀ ହୁଅନ୍ତୁ, ତାଙ୍କର ଅନୁଷ୍ଠାନ ଆହୁରି ବିବର୍ଦ୍ଧିତ ବିକଶିତ ହୋଇ ଚାଲୁ, ପୁତ୍ର ପ୍ରବର୍ତ୍ତାଦି କ୍ରମରେ ଏବଂ ସମସ୍ତଙ୍କ ପ୍ରଭୁ ମଙ୍ଗଳ କରନ୍ତୁ। ବନ୍ଦେ ପୁରୁଷ।